ସିଙ୍ଗିପୁର ଗ୍ରାମରେ ନୀଳମଣି ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଏମ୍ଏସ୍ପୁର ଗ୍ରାମ ପଞ୍ଚାୟତର ସିଙ୍ଗିପୁର ଗ୍ରାମରେ ଆଜି ବୁଧବାର ଦିନ 10ଟା ବେଳେ ନୀଳମଣି ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବେ ପୂର୍ବତନ ପାରଳା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ, ସାଂସଦ ପ୍ରତିନିଧି ଜଗନ୍ନାଥ ପରିଡ଼ା, ବିଜେପି ମଣ୍ଡଳ ସଭାପତି ଜି ଶ୍ରୀଧର ନାଇଡୁ ପ୍ରମୁଖ ଉପସ୍ଥିତ ରହି ନାମ ଫଳକ ଉନ୍ମୋଚନ କରିଥିଲେ। ଏହି ଅବସରରେ ବହୁ ପୁରାତନ ଏହି ମନ୍ଦିରର ପୁନଃଉଦ୍ଧାର କରାଯାଇ ନୂତନ ଭାବେ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଆଜି ସମସ୍ତ ନୀତିକାନ୍ତି ଅନୁଯାୟୀ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ହୋମ ଯଜ୍ଞ, ନାମ ଯଜ୍ଞ, ଅନ୍ନଯଜ୍ଞ ବଣ୍ଟନ କରାଯାଇଥିବା ବେଳେ କମିଟି ସଦସ୍ୟମାନେ ଏହାର ପରିଚାଳନା କରିଥିଲେ।